ଆପଣଙ୍କ ଆକାଉଣ୍ଟ ଯାଞ୍ଚ କରିଛି ଏବଂ ଜାଣିବାକୁ ପାଇଛି ଯେ ଆପଣଙ୍କର ପିଏମ କିଷାନ ପଞ୍ଜୀକରଣ ତାରିଖ 1507201 ରୁ ଏପର୍ଯ୍ୟନ୍ତ ସମସ୍ତ କିସ୍ତି ପାଇଛନ୍ତି। ତ ଆପଣ ଖୁବ୍ ଶୀଘ୍ର ଏଭଳି ଆଗାମୀ ଭଲ ଭଲ ଭିଡ଼ିଓ ଦେଖିବା ପାଇଁ ମୋ ଚ୍ୟାନେଲକୁ ଲାଇକ୍ ଆଣ୍ଡ ସବସ୍କ୍ରାଇବ୍ ଏବଂ ବେଲ୍ ଆଇକନ୍ ଘଣ୍ଟାକୁ ଦବାଇ ଦିଅନ୍ତୁ। ଆପଣ ପ୍ରଥମେ କ୍ରୋମ୍ ବ୍ରାଉଜର ଓପନ୍ କରନ୍ତୁ। ଓପନ୍ କଲା ପରେ ଫାଷ୍ଟ ସର୍ଚ୍ଚ କରନ୍ତୁ ପିଏମ୍ କିଷାନ, ହେଲା କି କ୍ରୋମ୍ ବ୍ରାଉଜର ଓପନ୍ କଲା ପରେ ସର୍ଚ୍ଚ କରିବେ ପିଏମ୍ କିଷାନ ଓପନ୍ କଲା ପରେ ଆପଣ ଦେଖନ୍ତୁ ଏଇଭଳିଆ ଗୋଟେ ପେଜ୍ ଓପନ୍ ହେବ। ଫାଷ୍ଟ ଅଛି pmkisan.gov.in ଗୋଟେ ଅଫିସିଆଲ ପେଜ୍ ଓପନ୍ ହେବ। ସେଥିରେ କ୍ଲିକ୍ କରନ୍ତୁ। କ୍ଲିକ୍ କଲା ପରେ ଆଉ ଗୋଟେ ନୂଆ ପେଜ୍ ଓପନ୍ ହେବ। ଦେଖନ୍ତୁ ଗୋଟେ ନୂଆ ପେଜ୍ ଓପନ୍ ହୋଇଗଲା। ସେଥିରେ ଦେଖନ୍ତୁ ପିଏମ୍ କିଷାନ ତରଫରୁ ଯେଉଁ ଗୋଟେ ଅଫିସିଆଲ ପେଜ୍ ଅଛି ସେଭଳିଆ ପେଜ୍ ଗୋଟେ ଏଭଳିଆ ଗୋଟେ ପେଜ୍ ଓପନ୍ ହୋଇଯିବ, ହେଲା କି ଏଭଳିଆ ପେଜ୍ ଓପନ୍ ହେଲା ପରେ ଆପଣ ସାଇଡ଼୍ ରାଇଟ୍ ସାଇଡ଼୍ ଗୋଟେ ଟିଭି ଅପସନ୍ ଅଛି। ଦେଖନ୍ତୁ ସେ ଟିଭି ଅପସନ୍ ଉପରେ ଆପଣ କ୍ଲିକ୍ କରନ୍ତୁ। କ୍ଲିକ୍ କଲା ପରେ ପୁଣି ଗୋଟେ ନ୍ୟୁ ପେଜ୍ ଓପନ୍ ହେବ। ସେ ନ୍ୟୁ ପେଜ୍ରେ ଦେଖନ୍ତୁ ଲେଖା ହେଇଛି କ'ଣ କିଷାନ ଇ ମିତ୍ରା ଅପସନ୍ ଦେଖିଲେ ଅଛି। ସେ ରାଇଟ୍ ସାଇଡ଼୍ ଗୋଟେ ଓଡ଼ିଆ ଅପସନ୍ ଅଛି। ଓଡ଼ିଆ ଦେଖନ୍ତୁ ଅପସନ୍ ଅଛି। ସେଥିରେ ଆଗରୁ କେନ୍ଦ୍ର ସରକାରଙ୍କ ତରଫରୁ ଗୋଟେ ଓଡ଼ିଆ ଚାଷୀମାନଙ୍କ ପାଇଁ ଏଭଳିଆ ଅପସନ୍ ଥିଲାନି କି ଓଡ଼ିଆ ଅକ୍ଷରରେ ଆପଣ ଓଡ଼ିଆରେ ଭାଷାରେ କିଛି ପରିଚୟ ହୋଇପାରିବ ବୋଲି, ହେଲା କି ଲେଖାଟା ଏବେ ସୁବିଧା କେନ୍ଦ୍ର ସରକାର କରିଦେଇଛି ଓଡ଼ିଆ ଚାଷୀ ଭାଇମାନଙ୍କ ପାଇଁ। ଫାଷ୍ଟ ଦେଖନ୍ତୁ ମୋର ଶେଷ କିସ୍ତି ଦେୟ ଗ୍ରହଣ କରିନାହିଁ। ଏଇଟା ଗୋଟେ ଆପଣଙ୍କର ପ୍ରଶ୍ନ ହୋଇପାରେ। ମୋର ପିଏମ୍ କିଷାନ ଆକାଉଣ୍ଟ ସ୍ଥିତି କିପରି ଜାଣିବେ? ଇଏ ବି ଗୋଟେ ଆପଣଙ୍କର କ୍ୱେଶ୍ଚନ୍ ଥିବ। ଯାହାର ଯେଉଁଭଳିଆ ସୁବିଧା ଅସୁବିଧା ଆପଣଙ୍କର ଯେଉଁଟା ପ୍ରୋବ୍ଲେମ୍ ଅଛି ସେ ପ୍ରୋବ୍ଲେମ୍ର ଏଟାକୁ ଯୋଜନାର ଲାଭ କ'ଣ? ତାପରେ ହେଉଛି ପିଏମ୍ କିଷାନ ମୋବାଇଲ୍ ଆପ୍ ମାଧ୍ୟମରେ ମୁଁ କିପରି ଆତ୍ମପଞ୍ଜୀକରଣ କରିପାରିବି? ଏଭଳିଆ ଆପଣଙ୍କର ଯେଉଁ ଯେତିକି ଦୁଃଖ ଅଛି, ଚାରିଟି ଦୁଃଖ ଅଛି, ସେ ଚାରୋଟି ଆପଣ ଦୁଃଖ ଭିତରୁ ଆପଣ ସେଇ ଚାରୋଟିରୁ ଗୋଟେ ଦୁଃଖ ଆପଣ ପିଏମ୍ କିଷାନ ଏଇ ୱେବସାଇଟ୍ରେ ଆପଣ ଜଣାଇ ପାରିବେ, ହେଲା କି ତାପରେ ଆପଣ ସେ ଦୁଃଖଟା ମୋର ଅଛି ଦୁଃଖ ଯେ ମୋର ଶେଷ କିସ୍ତି ଦେୟ ଗ୍ରହଣ କରିନାହିଁ। ତ ଏଇ ଦୁଃଖଟାକୁ ମୁଁ ଏଇ ମାଧ୍ୟମରେ ମୁଁ ଜଣାଉଛି, ହେଲା କି ତ ସେଠି କ୍ଲିକ୍ କଲା ପରେ ଗୋଟେ ସର୍ଚ୍ଚ ବଟନ୍ ଅଛି। ଦେଖନ୍ତୁ ସେ ସର୍ଚ୍ଚ ବଟନ୍ ଉପରେ ଫାଷ୍ଟ କ୍ଲିକ୍ କରିବି। କ୍ଲିକ୍ କଲେ ଦେଖନ୍ତୁ ସର୍ଚ୍ଚ ବଟନ୍ କ୍ଲିକ୍ କଲା ପରେ ଏଇଭଳିଆ ଗୋଟେ ଅପସନ୍ ଆସିବ। ଦେଖନ୍ତୁ କ'ଣ ମାଇକ୍ କହୁଛି, ଦେଖନ୍ତୁ ମାଇକ୍ରେ ପ୍ରିୟ ହିତାଧିକାରୀ ଆପଣଙ୍କ ବିବରଣୀ ପାଇବା ପାଇଁ ମୁଁ ଆପଣଙ୍କୁ ଅନୁରୋଧ କରୁଛି ଯେ ଆପଣ ନିଜର ଆଧାର ନମ୍ବର କିମ୍ବା ପିଏମ କିଷାନ ପଞ୍ଜୀକରଣ ନମ୍ବର କିମ୍ବା ମୋବାଇଲ ନମ୍ବର ଦିଅନ୍ତୁ। ये माइक माध्यम ओडिया जो कहबार कारण होची तात्पर्य होची जे आपनक आधार नंबर हो कि पंजीकरण नंबर हो कि आपनकर मोबाइल नंबर आधार जो रजिस्टर थो आधार नंबर सहित जड़ित थो से नंबर को आपन एथिरे डायल करंतु। आधार नंबर हो कि मोबाइल नंबर हो आपन जो नंबर एंटर प्रथम मो मोबाइल नंबर मु एंट्री कली। एंट्री कला पर सर्च बटन पर क्लिक कली। क्लिक कला पर देखंतु आपन को जो रजिस्टर मोबाइल नंबर थी पीएम किसान तरफ जो रजिस्टर थो पीएम किसान तरफ से गोटे मेसेज जीव से मेसेजटा को आपड़ मोबाइल आनिक एंटर करेंगे, है कि एंटर कलापर सर्च बटन पर क्लिक कली। क्लिक कलापर आपंकर सब डाटा बाहर पड़ो आपंकर केते किस्ती पाई कौ डेट्रे रेजिस्ट्रेशन सबकि आप ना सहित सबकि देखो ये गोटे पेज ओपन हो। देखो जो ऊपर किसान इ मित्र ऑप्शन अच्छी से तलू सब बायोडाटा प्रिय सावित्री दास मु आपनक अकाउंट जांच करिछि एवं जानिबाकु पाइछि जे आपनकर पीएम किसान पंजीकरण तारीख 1507201 रु एपर्यंत समस्त किस्ती पाइछन्ति। तो आपण खूब शीघ्र आपनक आधार सह जोडी होई आपण एभली ओडिया रे भी सुनि परिबे आ ओडिया रे भी आपण स्पीकर देकी आपण जो स्पीकर ऑप्शन अछि से स्पीकर ऑप्शन देकी आपण सुनि परिबे एभली ओडिया रे पढी परिबे सुनि परिबे दी प्रकार एते व्यतीत आपनकर जदी कोनोसी असुविधा होउची कोनोसी असुविधार सम्मुखीन होउचंती तो आपण किछि सुविधा न पाई आपण एई वेबसाइट माध्यम आपण केंद्र सरकार को यही आपण दुखटा को जन पारे। आपणकर जो दुखटा आपण अच्छी आपण तले ऑप्शन देखो चारोटी ऑप्शन अच्छी से चारोटी ऑप्शन आप जो दुखटा आपणकर माने आपण जानते मोर यही प्रोब्लेमटा ही अच्छी तो सही प्रोब्लेमटा आप दुखटा को आप ऑप्शन क्लिक करके आप माध्यम जन